ହାଏ ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ଆମେ ଚାଲିଲୁ ମୋ ମାମୁଁ ଘରକୁ। ବୋଉ ମୁଁ ଭାଉଜ ସବୁ ମିଶିକିରି ବାହାରିଲୁ ମାମୁଁ ଘରକୁ। ଦେଖନ୍ତୁ ଗେଲୁର କି ଖୁସି, ତାକୁ ଗାଁକୁ ଯିବା ପାଇଁ ବହୁତ ପସନ୍ଦ ଲାଗେ। ଆଉ ଦେଖନ୍ତୁ ଇଏ ହଉଛି ଆମ ଗାଁର ଦୃଶ୍ୟ। ମାନେ ଗାଁରେ ଗଲେ ନା ଏତେ ଲାଗେ, ଖୁସି ଲାଗେ ନା, ମାନେ ଲାଗେନି ଯେ ମାନେ ତମେ ଗୋଟେ ସହରରେ ସେଇ କୋଠା ଫୋଠା ଏତେ ମତେ ଜମା ଭଲ ଲାଗେନି। ବଟ ଗାଁରେ ଯୋଉ ଗଛ ସବୁ ପବନ ଥାଏ, ଗଲା ବେଳକୁ ମୋ ମାମୁଁ କଣ କରୁଛି ବିରି ବାଡଉଛି। ବିରି ନା ମୁଗ ମୁଁ ଜାଣିନି ଏତେ, ତ ବାଡଉଥିଲା। ମୁଁ କହିଲି ହଉ ଫଟୋ ଟିକେ ଉଠେଇଦିଏ ମାମୁଁର। ତାପରେ ଆମର ଅଜା ଦେଖାହେଲେ। ଦିନକୁ ଦିନ ଅଜା ଆମର ବୁଢା ହେଇଯାଉଛନ୍ତି, ଦେଖିକି ଦୁଃଖ ଲାଗୁଛି। ମୋ ଆଈ, ଆଉ ମୋ ଆଈ ଯିଏ ଆମକୁ ସବୁବେଳେ ଛୋଟ ବେଳଠୁ ଏପର୍ଯ୍ୟନ୍ତ ବଢେଇଛି। ଆଉ ମତେ ମୋ ଆଈ ବହୁତ ଭଲ ପାଏ, ଆଉ ମୁଁ ବି ମୋ ଆଈକୁ ବହୁତ ଭଲ ପାଏ। ତ ଦେଖ ଅଜା ଆଈ ନାତିର ଦେଖ କେମିତି କୋଲ୍ଡ ଡ୍ରିଙ୍କସ ପିଆ। ଆଉ ସବୁଠୁ କଥା ହେଲା ମୁଁ ଛୋଟବେଳୁ ମୋ ଆଈ ଘରେ ବଢି ଆସିଛି। ଆଉ ମୋ ଆଈ, ମାମୁଁ, ମାଇଁ ଏମାନେ ସବୁ ହଉଛନ୍ତି ମୋର ମାନେ ମାନେ ମୁଁ ଆଜି ଯାହା ବି ହେଇଛୁ ତାଙ୍କର କିଛି ନା କିଛି ସେ ପଛରେ ହାତ ଅଛି। ଆଉ ଇଏ ହଉଛି ମୋ ସନ୍ତୋଷ ଦେଇ, ସେ ବି ମତେ ବହୁତ ଭଲ ପାଏ, ସେ ଜାଣିକି ମୋ ମା ଭଳିଆ। ତାପରେ ଏଠି ଗୁଗୁ ଆଉ ଡୁଡୁ କଣ କରୁଛନ୍ତି, ଦି ଜଣ ଯାକ ଚଢେଇ ଦେଖିକିରି ମାନେ ଚଢେଇ ସାଙ୍ଗରେ ଲାଗିବାରେ ବ୍ୟସ୍ତ। ତାପରେ ଭାଉଜ କହିଲା ଚଢେଇ ମରିଯିବ, ତାକୁ କାହିଁକି ହଇରାଣ କରୁଛ। ତାପରେ ଆସିବାକୁ ଇଚ୍ଛା ନଥିଲା, ବଟ ଟାଇମ ଯେହେତୁ ହେଇଯାଉଥିଲା, ପୁଣି ଗାଡିରେ ବସିକିରି ଆମେ ଟା କରି ଆମେ କହିଲେ ଚାଲୁ ଆମେ ଗାଁ ଘରକୁ ଆଗକୁ। ତ ବହୁତ ଦୁଃଖ ଲାଗୁଥିଲା ଗାଁକୁ ଗଲେ। ମୋ ଆଈ ଦେଖ କେମିତି ଟା କରୁଛି, କାରଣ ବାହାରକୁ ଆସି ପାରୁନି, ଚାଲି ପାରୁନି ସେ। ଆଉ ପୁଣି ଆସିଲା ବେଳେ ଆମ ଗାଁର ଠାକୁରଙ୍କୁ ଦେଖା କଲୁ, ଦର୍ଶନ କଲୁ। ଦର୍ଶନ ସାରି ଆସିଲୁ। ପ୍ଲିଜ ଲାଇକ୍ ସେୟାର ସବସ୍କ୍ରାଇବ ଚ୍ୟାନେଲ, ପ୍ଲିଜ ଲାଇକ୍।